गुड मॉर्निंग ओडिशा। आज मु नहीं आसीची आपणक पाई देश विदेशर 20टी गुरुत्वपूर्ण खबर गुड़िक उपरे नजर पकाइबा पूर्वरु आपणଙ୍କୁ अनुरोध भिडियोटी को गोटे लाइक करी चैनल टी को सब्सक्राइब करदेबे। नंबर 1 आसंता फेब्रुआरी 21 रु मैट्रिक परीक्षा उभय रेगुलार एक्स रेगुलार पाई अनुष्ठित हेब परीक्षा। फेब्रुआरी 21 रु मार्च 6 तारिख पर्यंत समस्त परीक्षा चलिब। प्रथम दिन अर्थात 21 रे मातृभाषा ओडिया, 24 तारिख रे हेब द्वितीय भाषा इंग्राजी, 27 तारिख रे गणित, मार्च 1 रे साधारण विज्ञान, मार्च 3 रे सामाजिक विज्ञान, मार्च 6 रे तृतीय भाषा हिंदी किंबा संस्कृत हेब। परीक्षा सकाळ 9 रु आरंभ होई 11:30 पर्यंत चलिब। केवल गणित पाई अधिक 15 मिनिट समय दियाजिब अर्थात 11:30 परिवर्ते 11:45 रे शेष हेब गणित परीक्षा। उभय रेगुलार एक्स रेगुलार परीक्षा गोटे सिटिंग और गोटे प्रश्नपत्र रे हेब। एने बोर्ड पक्षरु प्रेस विज्ञप्ति जरिया रे सूचना दिया जाइछि। नंबर 2 आसंता 20 तारिख रु बरगढ़ रु आरंभ हेब धान संग्रह। नवेम्बर 22 रे संबलपुर एवं परे सबु जिल्लारु धान संग्रह प्रक्रिया आरंभ हेब। एथि निमंते आसंता 15 तारिख रु चाषी को टोकेन दियाजिब एवं नवेम्बर 20 रु डिसेम्बर 7 तारिख जाए धान संग्रह चलिब। धानर सर्वनिम्न सहायक मूल्य बा एमएसपी क्विंटाल पिछा 2300 टंका प्रदान कराजिब। डिसेम्बर 8 रे बरगढ़ सैलारे राज्य स्तरीय कृषक समावेश हेब। एही समावेशरु क्विंटाल पिछा अतिरिक्त 800 टंका प्रदान करिवे मुख्यमंत्री मोहन चरण माझी। एथि सहित जिलापाल चाहिए टोकेन समय सीमा को 7 दिन वृद्धि करि पारिबे एवं बाहर राज्यर धान को रोकिबा को सीमावर्ती अंचल रे पेट्रोलिंग हेब बोली मध्य सूचना दिया जाइछि। नंबर 3 ऐतिहासिक कटक बालीजात्रा पाई सरिछि प्रस्तुति। कटक जिलापालଙ୍କ सांबादिक सम्मिलनी आज संध्या 5टारे मुख्यमंत्री बालीजात्रा उद्घाटन करिवे। बालीजात्रा को आकर्षणीय करिबा पाई समस्त प्रकार व्यवस्था करा जाइछि। चलित वर्ष 13टी राष्ट्रर राष्ट्रदूत बालीजात्रा रे सामिल हेउछंती। ଏହା ସହ ବିଭିନ୍ନ ଦେଶର ପ୍ରତିନିଧି ଏବଂ କଳାକାର ମାନେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ନମ୍ବର 4 ରାଜଧାନୀରେ ବଢ଼ି ଚାଲିଛି ଅପରାଧ। କ୍ରାଇମ କଣ୍ଟ୍ରୋଲ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ। ରାତିରେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂଙ୍କ ନେତୃତ୍ୱରେ ରାଜଧାନୀରେ ମକଡ୍ରିଲ ଅନୁଷ୍ଠିତ ହୋଇଛି। ଏକକାଳୀନ ଏକାଧିକ ପିସିଆର ଭ୍ୟାନ ସାରା ଭୁବନେଶ୍ୱର ବୁଲି ତଦାରଖ କରିଛନ୍ତି। ଆଡିସନାଲ ସିପି ଉମାଶଙ୍କର ଦାସ, ଡିସିପି ପିନାକ ମିଶ୍ର, ପ୍ରତି ଜୋନର ଏସପି ଓ ସମସ୍ତ ଥାନାର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ଅପରାଧିକ ମାମଲା ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଅପରାଧ ଘଟାଇଥିବା ଅପରାଧୀଙ୍କୁ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ। ନମ୍ବର 5 ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି 2020। ଏନେଇ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ଏବେ ରାଜ୍ୟରେ ଏନ୍ଇପି 2020 ଲାଗୁ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 2024-25 ଶିକ୍ଷାବର୍ଷରୁ ସ୍ନାତକରେ ଏହା ଲାଗୁ ହେବା ନେଇ ବିଜ୍ଞପ୍ତିରେ କୁହାଯାଇଛି। ନୂତନ ଶିକ୍ଷାନୀତି 2020 ଅନୁସାରେ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ 4 ବର୍ଷିଆ ସ୍ନାତକ ପାଠପଢ଼ା ହେବ। ଏଥିସହିତ ପ୍ରତି ଶିକ୍ଷାବର୍ଷ ପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଉଚ୍ଚଶିକ୍ଷା କ୍ଷେତ୍ରରେ 2024-25 ଶିକ୍ଷାବର୍ଷରେ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନମ୍ବର 6 ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜଭୋଗ ଓ ତୋରଣ। ରାତି 2ଟାରୁ ମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆରତୀ କରାଯିବା ସହ 108 ଗରା ଜଳରେ ମହାସ୍ନାନ କରାଯାଇ ସମସ୍ତ ରୀତିନୀତି ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ପ୍ରଭୁଙ୍କୁ ହରିହର ବେଶରେ ଦର୍ଶନ କରୁଛନ୍ତି ଭକ୍ତ। ମଧ୍ୟରାତ୍ରରେ ଗଜଭୋଗ ପାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତୋରଣ ପ୍ରସାଦ ପାଇଛନ୍ତି।
ଏଥିପାଇଁ ପୂଜକଙ୍କ ପକ୍ଷରୁ ସମସ୍ତ ବସାଘର ଆଗରେ ପ୍ରସାଦ ବିକ୍ରିର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ସହ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ, ନଦୀଘାଟରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ, ମେଡିକାଲ ଟିମ୍ ମୁତୟନ ସହ ପୀଠରେ ଆଠଗଡ଼ ଉପଜିଲ୍ଲାପାଳ ଓ କଟକ ଗ୍ରାମାଞ୍ଚଳ ଏସ୍ପି ଉପସ୍ଥିତ ରହି ତଦାରଖ କରୁଛନ୍ତି। ନମ୍ବର 7 କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନକୁ 10ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅକ୍ଷୟ ଶକ୍ତି ସଂସ୍ଥା ଇରେଡା ପକ୍ଷରୁ ଭକ୍ତଙ୍କ ସୁବିଧା, ବିଶେଷ ଭାବେ ବୃଦ୍ଧ ଯେଭଳି ସହଜରେ ଶ୍ରୀମନ୍ଦିର ପରିଦର୍ଶନ କରିପାରିବେ ସେଥିପାଇଁ 10ଟି ଅଟୋ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେଇ ଅଟୋଗୁଡ଼ିକର ଫ୍ଲାଗ ଅଫ୍ କରିଥିଲେ। ସେ କହିଥିଲେ ଇରେଡାକୁ ନବରତ୍ନ ମାନ୍ୟତା ମିଳିଛି। ସେ କହିଛନ୍ତି ଯେ ଅକ୍ଷୟ ଉର୍ଜା ଶକ୍ତି ମାଧ୍ୟମରେ 500 ଗିଗାୱାଟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଲକ୍ଷ୍ୟ କରାଯାଇଥିବା ବେଳେ ଗତ 10 ବର୍ଷ ମଧ୍ୟରେ 212 ଗିଗାୱାଟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇଛି। ନମ୍ବର 8 ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ। ଜୁନିୟର ଟାଇପିଷ୍ଟ ଓ ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର 13 ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଡିସେମ୍ବର 12ରେ ସମାପ୍ତ ହେବ। ଡିସେମ୍ବର 15 ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନର ଅନ୍ତିମ ତାରିଖ ରହିଥିବା ବେଳେ ଡିସେମ୍ବର 17 ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନର ଶେଷ ତାରିଖ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ OSSCର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ। ମୋଟ 60ଟି ପଦ ଖାଲି ରହିଥିବା ବେଳେ ଜୁନିୟର ଷ୍ଟେନୋଗ୍ରାଫର ପାଇଁ 58ଟି ଓ ଜୁନିୟର ଗ୍ରେଡ୍ ଟାଇପିଷ୍ଟ ପାଇଁ 2ଟି ପଦ ଖାଲି ରହିଛି। ନମ୍ବର 9 ନାଗପୁର କୋଲକାତା ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ଛତିଶଗଡ଼ ରାଜଧାନୀ ରାୟପୁରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଛି। ବୋମା ଧମକ ପାଇବା ପରେ ଇଣ୍ଡିଗୋ ବିମାନ ରାୟପୁର ବିମାନ ବନ୍ଦରରେ ଅବତରଣ କରିଥିଲା। ଯାତ୍ରୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇ ବିମାନ ଯାଞ୍ଚ କରାଯାଉଛି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ବିମାନ ଯାଞ୍ଚ କରାଯିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ସେହିପରି ସୁରକ୍ଷା ପାଇଁ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ଭାବେ ପ୍ରବେଶଦ୍ୱାର ନିକଟରେ ଥିବା ଏକ ଲଜ୍କୁ ନିଆଯାଇଥିଲା। ଏହି ପରିସ୍ଥିତି ରାୟପୁର ବିମାନ ବନ୍ଦରରେ ବିମାନ କାର୍ଯ୍ୟରେ ଅସ୍ଥାୟୀ ବ୍ୟାଘାତ ସୃଷ୍ଟି କରିଥିଲା। ନମ୍ବର 10 ଦେଶର ଅନ୍ୟତମ ଧନୀ ବ୍ୟବସାୟୀ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ତାଙ୍କ ଆଦାନୀ ଗ୍ରୁପ ମାଧ୍ୟମରେ ଆମେରିକାରେ $10 ବିଲିୟନ ବିନିଯୋଗ କରିବାକୁ ଘୋଷଣା କରିଛନ୍ତି। ଆମେରିକାରେ ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରରେ $10 ବିଲିୟନ ବିନିଯୋଗ କରିବାକୁ ଆଦାନୀ ଏକ ପୋଷ୍ଟ କରିଛନ୍ତି। ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ 15,000 ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଆମେରିକାର ଶକ୍ତି ସୁରକ୍ଷା ଏବଂ ଦୃଢ଼ ଭିତ୍ତିଭୂମି ପ୍ରକଳ୍ପରେ $10 ବିଲିୟନ ବିନିଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ। ନମ୍ବର 11 ପ୍ରୟାଗରାଜରେ ୟୁପି ଜନସେବା ଆୟୋଗ ବାହାରେ ପ୍ରତିଯୋଗିତାମୂଳକ ଛାତ୍ରଙ୍କ ଆନ୍ଦୋଳନ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆୟୋଗର ଅଧ୍ୟକ୍ଷ ସଞ୍ଜୟ ଶ୍ରୀନେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଗୋଟିଏ ଦିନରେ PCS ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଆର ପରୀକ୍ଷା ପାଇଁ ଏକ କମିଟି ଗଠନ କରାଯାଇଛି। ଆର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ସେହିପରି ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ମଧ୍ୟ ମୁକ୍ତ କରାଯିବ। CM ଯୋଗୀଙ୍କ ହସ୍ତକ୍ଷେପ ପରେ ଆୟୋଗ ୟୁପି PCS 2024ର ପ୍ରାଥମିକ ପରୀକ୍ଷା ଏବଂ ପୂର୍ବ ପରି ଗୋଟିଏ ସିଫ୍ଟ କରିବାକୁ ଘୋଷଣା କରାଯାଇଛି। ନମ୍ବର 12 ଆସନ୍ତା 19 ତାରିଖରୁ OSS TET ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନେ କେବଳ ଅନଲାଇନରେ ଆବେଦନ କରିପାରିବେ।
ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ www.bscodisha.ac.in କୁ ଯାଇ ସେମାନେ ଆବେଦନ କରିପାରିବେ। ନଭେମ୍ବର 19 ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ଏହା ଆସନ୍ତା ଡିସେମ୍ବର 1 ତାରିଖ ଯାଏଁ ଚାଲିବ। ପରୀକ୍ଷା ଫି ମଧ୍ୟ ଅନଲାଇନରେ ଦେବାକୁ ହେବ। କୌଣସି ପରିସ୍ଥିତିରେ ଆବେଦନ କରିବାର ଶେଷ ତାରିଖକୁ ବୃଦ୍ଧି କରାଯିବନି ବୋଲି ବିଏସ୍ସି ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ନମ୍ବର 13 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର 15ରେ ଜନଜାତୀୟ ଗୌରବ ଦିବସ ପାଳନ କରିବା ପାଇଁ ବିହାର ଜମୁଇ ଗସ୍ତ କରିବେ। ଧରତୀ ଅବା ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ପାଳନ ଆରମ୍ଭ ହୋଇଛି। ପୂର୍ବାହ୍ନ ପ୍ରାୟ 11ଟାରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିବେ। ଏହି ଅଞ୍ଚଳର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ 6,640 କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଅଧୀନରେ ନିର୍ମିତ 11,000 ବାସଗୃହର ଗୃହପ୍ରବେଶରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ। ନମ୍ବର 14 କ୍ୟାରିବିନ୍ ଅଞ୍ଚଳର ଡୋମିନିକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ଜାତୀୟ ପୁରସ୍କାର ଦ ଡୋମିନିକା ପୁରସ୍କାର ସମ୍ମାନ ପ୍ରଦାନ କରିବା ନେଇ ଘୋଷଣା କରାଯାଇଥିଲା। କୋଭିଡ୍-19 ମହାମାରୀ ସମୟରେ ଡୋମିନିକାକୁ ଯୋଗାଇଥିବା ସହାୟତା ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ସହଭାଗିତା ପାଇଁ ତାଙ୍କର ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଡୋମିନିକାର ଏହି ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଅନ୍ତର୍ଜାତୀୟ ଅବଦାନ ଏବଂ ଏହାର ଭୂମିକାକୁ ସ୍ୱୀକୃତି ଦେଇଛି। ଏହି ଘୋଷଣା ପରେ ଭାରତ ଏବଂ ଡୋମିନିକା ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି। ନମ୍ବର 15 ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ନୂଆ ଟିମ୍ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। ସେ ଗୋଟିଏ ପରେ ଗୋଟିଏ ବଡ଼ ନିଯୁକ୍ତି ଦେଉଛନ୍ତି। ଏବେ ତାଙ୍କ କ୍ୟାବିନେଟରେ ଜଣେ ହିନ୍ଦୁ ନେତାଙ୍କୁ ଏଣ୍ଟ୍ରି ମିଳିଛି। ଭାରତୀୟ ବଂଶୋଦ୍ଭବ ତଥା ପୂର୍ବ ଏମ୍ପି ଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ତୁଳସୀ ଗୌୱାର୍ଡଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତାଙ୍କୁ ଟ୍ରମ୍ପ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ଡାଇରେକ୍ଟର ଅଫ୍ ନ୍ୟାସନାଲ ଇଣ୍ଟେଲିଜେନ୍ସ ଭାବରେ ନିଯୁକ୍ତ କରିଛନ୍ତି। ସେ କିଛି ସମୟ ପୂର୍ବରୁ ଡେମୋକ୍ରାଟ ପାର୍ଟିରୁ ଅଲଗା ହୋଇଥିଲେ ଏବଂ ନିର୍ବାଚନ ସମୟରେ ରିପବ୍ଲିକ ପାର୍ଟିରେ ଯୋଗ ଦେଇଥିଲେ। ନମ୍ବର 16 ହ୍ୱାଇଟ୍ ହାଉସରେ ଟ୍ରମ୍ପ ବାଇଡେନ୍ ସାକ୍ଷାତ। ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହ୍ୱାଇଟ୍ ହାଉସରେ ସାକ୍ଷାତ ହୋଇଛି। ଦୀର୍ଘ 4 ବର୍ଷ ପରେ ଟ୍ରମ୍ପ ହ୍ୱାଇଟ୍ ହାଉସରେ ପହଞ୍ଚିଥିଲେ। ଟ୍ରମ୍ପ ପହଞ୍ଚିବା ପରେ ପୁଣି ଥରେ ସ୍ୱାଗତ କହି ସ୍ୱାଗତ ଜଣାଇ ହାତ ମିଳାଇଥିଲେ ବାଇଡେନ୍। ଏହାପରେ କିଛି ସମୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦାୟିତ୍ୱ ହସ୍ତାନ୍ତର ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। 2025 ଜାନୁଆରୀ 20ରେ ସୁରୁଖୁରୁରେ କିପରି କ୍ଷମତା ହସ୍ତାନ୍ତର କରାଯିବ ସେ ନେଇ ଆଲୋଚନା କରିଥିଲେ। ନମ୍ବର 17 ଦିନକୁ ଦିନ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଜାତୀୟ ରାଜଧାନୀକୁ ଘେରି ରହିଥିବା ଧୂଆଁ ବାୟୁ ଗୁଣବତ୍ତା ସୂଚକାଙ୍କ 432ର ଗୁରୁତର ସ୍ତରକୁ ବୃଦ୍ଧି ହେବା ପରେ ଏବେ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଛି। ତେବେ ଗତକାଲିଠାରୁ ଅବଶ୍ୟ ସାମାନ୍ୟ କମ୍ ରହିଛି। ଗତକାଲି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ 452 ରହିଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସକାଳ 6:30 ସୁଦ୍ଧା ଦୃଶ୍ୟମାନ୍ୟତା 500 ମିଟରକୁ ଖସିଛି। ଦୃଶ୍ୟମାନ୍ୟତା ହ୍ରାସ ଘଟିବା ହେତୁ ବିମାନ ଉଡ଼ାଣ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ପରିସ୍ଥିତିକୁ ପରିଚାଳନା କରିବା ପାଇଁ ଦିଲ୍ଲୀରୁ ଉଡ଼ାଣ ଭରିବାକୁ ଥିବା ବିମାନଗୁଡ଼ିକରେ ସମ୍ଭାବ୍ୟ ବିଳମ୍ବ କିମ୍ବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ନମ୍ବର 18 ଶ୍ରୀନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ। ସ୍କୁଲରେ ଲାଗିଲା ନିଆଁ, ହୁତୁତୁ ହୋଇ ଜଳିଲା ବିଲ୍ଡିଂ। ଶ୍ରୀନଗର ରାଜବାଗରେ ଥିବା ମୁସଲିମ ପବ୍ଲିକ ସ୍କୁଲରେ ନିଆଁ ଲାଗିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍କୁଲର ଝରକା ଭାଙ୍ଗି ପିଲାଙ୍କୁ ଉଦ୍ଧାର କରିଛି। 3 ମହଲା ବିଶିଷ୍ଟ ସ୍କୁଲ ବିଲ୍ଡିଂରେ ନିଆଁକୁ ଆୟତ୍ତ କରିବାକୁ ନାକେଦମ ହୋଇଛି ଅଗ୍ନିଶମ ବାହିନୀ। କେହି ଛାତ୍ରଛାତ୍ରୀ କାଳେ ସ୍କୁଲ ଭିତରେ ଫସି ରହିଥିବେ ସେଥିପାଇଁ ଅଗ୍ନିଶମ କର୍ମଚାରୀ ତନ୍ନ ତନ୍ନ କରି ସ୍କୁଲ ବିଲ୍ଡିଂକୁ ଯାଞ୍ଚ କରିଛନ୍ତି।
ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି। ନମ୍ବର 19 ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡୋନେସିଆ 96ଟି ଦେଶ ପାଇଁ ଭିସାମୁକ୍ତ ଯାତ୍ରା ଘୋଷଣା କରିଛି। 17,000 ଦ୍ୱୀପପୁଞ୍ଜରେ ଗଠିତ ଦେଶ ବହୁତ ସୁନ୍ଦର ଯାହା ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡୋନେସିଆର ଏକ ନୂତନ ଭିସା ନୀତି କାର୍ଯ୍ୟକାରୀ କରିଛି ଯେଉଁଥିରେ 96ଟି ଦେଶରୁ ପର୍ଯ୍ୟଟକଙ୍କୁ ଇଣ୍ଡୋନେସିଆ ପରିଦର୍ଶନ କରିବା ପାଇଁ କୌଣସି ଭିସା ଦରକାର ହେବନି। ଏହି 96ଟି ଦେଶରେ ଆମେରିକା, ସିଙ୍ଗାପୁର, ବ୍ରିଟେନ, ଜାପାନ, ମେକ୍ସିକୋ ଯାହାର ନାଗରିକମାନଙ୍କୁ ଇଣ୍ଡୋନେସିଆ ପରିଦର୍ଶନ ପାଇଁ ଭିସା ଆବଶ୍ୟକ ପଡ଼ିବନି। ନମ୍ବର 20 ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଆକ୍ଟିଭ ମୋଡ୍ରେ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଶପଥ ନେବା ପୂର୍ବରୁ ସେ ନିଜର ଟିମ୍ ଗଠନ କରିବାରେ ଲାଗିଛନ୍ତି। ତାଙ୍କ ସରକାରୀ ଟିମ୍ରେ କିଏ କିଏ ରହିବେ ଏନେଇ ଏବେଠୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି କେଉଁ ଅଧିକାରୀଙ୍କ ପତ୍ତା କଟାଯିବ ଏହାର ଏକ ଚିଠା ମଧ୍ୟ ପ୍ରସ୍ତୁତ ହୋଇଛି। ରୁଷ, ୟୁକ୍ରେନ ଏବଂ ଇସ୍ରାଏଲ ହମାସ ଯୁଦ୍ଧରେ ଟ୍ରମ୍ପଙ୍କ ଟ୍ରାନଜିସନ ଟିମ୍ କିଛି ସୈନ୍ୟ ଅଧିକାରୀଙ୍କୁ ନିଲମ୍ବିତ କରିବା ନେଇ ମଧ୍ୟ ଲିଷ୍ଟ ତିଆରି କରିଛି। ସୂଚନା ଅନୁଯାୟୀ ଟ୍ରମ୍ପଙ୍କ ଟିମ୍ରେ ସସ୍ପେଣ୍ଡ ହେବାକୁ ଥିବା ଅଧିକାରୀଙ୍କ ମଧ୍ୟରେ 2 ଜଣ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ରହିଛନ୍ତି। ଟ୍ରାନଜିସନ ଟିମ୍ର ଅଧିକାରୀ ନିଲମ୍ବନ ପ୍ରକ୍ରିୟା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।